ଜୟ ଶ୍ରୀକୃଷ୍ଣ। ଆଜିର ପୌରାଣିକ ପ୍ରଶ୍ନ ଆଉ ଉତ୍ତରକୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା 15ଟି ରାମାୟଣ ପ୍ରଶ୍ନ ସହିତ ଉତ୍ତର। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, ରାମାୟଣ ଅନୁସାରେ ହନୁମାନ କେଉଁ ଗୋତ୍ରର? ଅପସନ୍ ଏ ଭୃଗୁ, ଅପସନ୍ ବି ପୁଲସ୍ୟ, ଅପସନ୍ ସି ଗୌତମ, ଅପସନ୍ ଡି ଅତ୍ରି। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗୌତମ। ରାମାୟଣ ଅନୁସାରେ ହନୁମାନ ଗୌତମ ଗୋତ୍ରର। 2 ନମ୍ବର ପ୍ରଶ୍ନଟି ହେଉଛି, ବାଳୀଙ୍କ ପତ୍ନୀ କିଏ? ଅପସନ୍ ଏ ତାରା, ଅପସନ୍ ବି ରୁମା, ଅପସନ୍ ସି ମାଣ୍ଡବୀ, ଅପସନ୍ ଡି ଶ୍ରୁତକୀର୍ତ୍ତି। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ତାରା। ରାମାୟଣ ଅନୁସାରେ ବାଳୀଙ୍କ ପତ୍ନୀ ତାରା ଥିଲେ। 3 ନମ୍ବର ପ୍ରଶ୍ନଟି ହେଉଛି, ସୁଗ୍ରୀବଙ୍କ ପତ୍ନୀଙ୍କ ନାମ କ'ଣ? ଅପସନ୍ ଏ ତାରା, ଅପସନ୍ ବି ରୁମା, ଅପସନ୍ ସି ମନ୍ଦୋଦରୀ, ଅପସନ୍ ଡି ଉର୍ମିଳା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ରୁମା। ସୁଗ୍ରୀବଙ୍କ ପତ୍ନୀଙ୍କ ନାମ ରୁମା ଥିଲା। 4 ନମ୍ବର ପ୍ରଶ୍ନଟି ହେଉଛି, ଇନ୍ଦ୍ରଜିତଙ୍କ ପତ୍ନୀଙ୍କ ନାମ କ'ଣ? ଅପସନ୍ ଏ ତାରା, ଅପସନ୍ ବି ସୁଲୋଚନା, ଅପସନ୍ ସି କୈକେୟୀ, ଅପସନ୍ ଡି କୁମ୍ଭୀନାସୀ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସୁଲୋଚନା। ଇନ୍ଦ୍ରଜିତଙ୍କ ପତ୍ନୀଙ୍କ ନାମ ହେଉଛି ସୁଲୋଚନା। 5 ନମ୍ବର ପ୍ରଶ୍ନଟି ହେଉଛି, ଶତ୍ରୁଘ୍ନଙ୍କ ପତ୍ନୀ କିଏ? ଅପସନ୍ ଏ ଉର୍ମିଳା, ଅପସନ୍ ବି ଶୂର୍ପଣଖା, ଅପସନ୍ ସି ଶ୍ରୁତକୀର୍ତ୍ତି, ଅପସନ୍ ଡି ମନ୍ଦୋଦରୀ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଶ୍ରୁତକୀର୍ତ୍ତି। ଶତ୍ରୁଘ୍ନଙ୍କ ପତ୍ନୀଙ୍କ ନାମ ହେଉଛି ଶ୍ରୁତକୀର୍ତ୍ତି। 6 ନମ୍ବର ପ୍ରଶ୍ନଟି ହେଉଛି, ଭରତଙ୍କ ପତ୍ନୀଙ୍କ ନାମ କ'ଣ? ଅପସନ୍ ଏ ମନ୍ଦୋଦରୀ, ଅପସନ୍ ବି ମାଣ୍ଡବୀ, ଅପସନ୍ ସି ଶତ୍ରୁଘ୍ନା, ଅପସନ୍ ଡି ଶୂର୍ପଣଖା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମାଣ୍ଡବୀ। ଭରତଙ୍କ ପତ୍ନୀଙ୍କ ନାମ ହେଉଛି ମାଣ୍ଡବୀ। 7 ନମ୍ବର ପ୍ରଶ୍ନଟି ହେଉଛି, ରାବଣଙ୍କ ପତ୍ନୀ ମନ୍ଦୋଦରୀ କାହାର କନ୍ୟା ଥିଲେ? ଅପସନ୍ ଏ ବ୍ରହ୍ମା, ଅପସନ୍ ବି ମୟଦାନବ, ଅପସନ୍ ସି ଇନ୍ଦ୍ର, ଅପସନ୍ ଡି ବରୁଣ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମୟଦାନବ। ରାମାୟଣ ଅନୁସାରେ ରାବଣଙ୍କ ପତ୍ନୀ ମନ୍ଦୋଦରୀ ମୟଦାନବଙ୍କ କନ୍ୟା ଥିଲେ। 8 ନମ୍ବର ପ୍ରଶ୍ନଟି ହେଉଛି, ଶ୍ରୀରାମଙ୍କ ଜନ୍ମ ପାଇଁ ଦଶରଥ କେଉଁ ଯଜ୍ଞ କରିଥିଲେ? ଅପସନ୍ ଏ ରାଜସୂୟ ଯଜ୍ଞ, ଅପସନ୍ ବି ଅଶ୍ୱମେଧ ଯଜ୍ଞ, ଅପସନ୍ ସି ପୁତ୍ରେଷ୍ଟି ଯଜ୍ଞ, ଅପସନ୍ ଡି ସୋମ ଯଜ୍ଞ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ପୁତ୍ରେଷ୍ଟି ଯଜ୍ଞ। ଶ୍ରୀରାମଙ୍କ ଜନ୍ମ ପାଇଁ ଦଶରଥ ପୁତ୍ରେଷ୍ଟି ଯଜ୍ଞ କରିଥିଲେ। 9 ନମ୍ବର ପ୍ରଶ୍ନଟି ହେଉଛି, ଶ୍ରୀରାମଙ୍କ
ମାମୁଁ କିଏ ଥିଲେ? ଅପସନ୍ ଏ ଜନକ, ଅପସନ୍ ବି ଲୋମପାଦ, ଅପସନ୍ ସି ଅଶ୍ୱପତି, ଅପସନ୍ ଡି ବଳି। ସଠିକ ଉତ୍ତରଟି ହେଉଛି ଅପସନ୍ ବି ଲୋମପାଦ। ଶ୍ରୀରାମଙ୍କ ମାମୁଁ ଲୋମପାଦ ଥିଲେ। 10 ନମ୍ବର ପ୍ରଶ୍ନଟି ହେଉଛି ଶ୍ରୀରାମଙ୍କ ରଥର ସାରଥୀ କିଏ? ଅପସନ୍ ଏ ମାତଳି, ଅପସନ୍ ବି ଦେବଦତ୍ତ, ଅପସନ୍ ସି ବଳି, ଅପସନ୍ ଡି ଅଗସ୍ତ୍ୟ। ସଠିକ ଉତ୍ତରଟି ହେଉଛି ଅପସନ୍ ଏ ମାତଳି। ଶ୍ରୀରାମଙ୍କ ରଥର ସାରଥୀ ଥିଲେ ମାତଳି। 11 ନମ୍ବର ପ୍ରଶ୍ନଟି ହେଉଛି ରାବଣଙ୍କ ଅନ୍ୟ ଏକ ପତ୍ନୀଙ୍କ ନାମ କ'ଣ? ଅପସନ୍ ଏ ତାରା, ଅପସନ୍ ବି ଧନ୍ୟମାଳିନୀ, ଅପସନ୍ ସି ଶ୍ରୁତକୀର୍ତ୍ତି, ଅପସନ୍ ଡି ଉର୍ମିଳା। ସଠିକ ଉତ୍ତରଟି ହେଉଛି ଅପସନ୍ ବି ଧନ୍ୟମାଳିନୀ। ରାବଣଙ୍କର ଅନ୍ୟ ଏକ ପତ୍ନୀଙ୍କ ନାମ ଧନ୍ୟମାଳିନୀ ଥିଲା। 12 ନମ୍ବର ପ୍ରଶ୍ନଟି ହେଉଛି ଶତ୍ରୁଘ୍ନ କେଉଁ ଦାନବକୁ ବଧ କରିଥିଲେ? ଅପସନ୍ ଏ ମେଘନାଦ, ଅପସନ୍ ବି ଲବଣାସୁର, ଅପସନ୍ ସି ମହିଷାସୁର, ଅପସନ୍ ଡି ଖର। ସଠିକ ଉତ୍ତରଟି ହେଉଛି ଅପସନ୍ ବି ଲବଣାସୁର। ଶତ୍ରୁଘ୍ନ ଲବଣାସୁରକୁ ବଧ କରିଥିଲେ। 13 ନମ୍ବର ପ୍ରଶ୍ନଟି ହେଉଛି ରାବଣଙ୍କ ଶ୍ୱଶୁର କିଏ ଥିଲେ? ଅପସନ୍ ଏ ମାୟାସୁର, ଅପସନ୍ ବି ବଳି, ଅପସନ୍ ସି ବାଳି, ଅପସନ୍ ଡି ଇନ୍ଦ୍ର। ସଠିକ ଉତ୍ତରଟି ହେଉଛି ଅପସନ୍ ଏ ମାୟାସୁର। ରାବଣଙ୍କ ଶ୍ୱଶୁର ମାୟାସୁର ବା ମୟଦାନବ ଥିଲେ। 14 ନମ୍ବର ପ୍ରଶ୍ନଟି ହେଉଛି ସୁଗ୍ରୀବ କେଉଁ ପର୍ବତରେ ରାମଙ୍କ ସହ ମିତ୍ରତା କରିଥିଲେ? ଅପସନ୍ ଏ ହିମାଳୟ ପର୍ବତ, ଅପସନ୍ ବି ଋଷ୍ୟମୁଖ ପର୍ବତ, ଅପସନ୍ ସି ମେରୁ ପର୍ବତ, ଅପସନ୍ ଡି ବିନ୍ଧ୍ୟାଚଳ ପର୍ବତ। ସଠିକ ଉତ୍ତରଟି ହେଉଛି ଅପସନ୍ ବି ଋଷ୍ୟମୁଖ ପର୍ବତ। ସୁଗ୍ରୀବ ଋଷ୍ୟମୁଖ ପର୍ବତରେ ରାମଙ୍କ ସହ ମିତ୍ରତା କରିଥିଲେ। ଆଜିର ଶେଷ ପ୍ରଶ୍ନଟି ହେଉଛି ରାବଣଙ୍କ ମୃତ୍ୟୁ କେଉଁ ତିଥିରେ ହୋଇଥିଲା? ଅପସନ୍ ଏ ରାମନବମୀ, ଅପସନ୍ ବି ଦଶହରା, ଅପସନ୍ ସି ଦୀପାବଳି, ଅପସନ୍ ଡି ମହାଶିବରାତ୍ରି। ସଠିକ ଉତ୍ତରଟି ହେଉଛି ଅପସନ୍ ବି ଦଶହରା। ରାବଣଙ୍କ ମୃତ୍ୟୁ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ହୋଇଥିଲା। ଏହି ଦିନଟିକୁ ବିଜୟା ଦଶମୀ ବା ଦଶହରା ରୂପେ ପାଳନ କରାଯାଏ। ଏହିପରି ରହସ୍ୟମୟ ପୌରାଣିକ ପ୍ରଶ୍ନ ସହିତ ଉତ୍ତର ଜାଣିବା ପାଇଁ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଆଶୀର୍ବାଦ ସଦୃଶ ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲିବେନି। ଜୟ ଶ୍ରୀକୃଷ୍ଣ।